असहाय वृद्ध वृद्धा आउ बेसहारा हेबेनी। असहाय वृद्ध वृद्धांक ପାଇଁ ଏବେ ସାହାରା ପାଲଟିଛନ୍ତି ବେଗୁନିଆ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବା ସମାଜସେବୀ ପ୍ରତିମା ପ୍ରଧାନ। ଅନେକ ସମୟରେ ପ୍ରତିମା ନିଜର ପେନସନ ଟଙ୍କାକୁ ଗରିବ ନିମନ୍ତେ ଖର୍ଚ୍ଚ କରୁଥିବା ବେଳେ ଏବେ ଅସହାୟ ବୃଦ୍ଧା ବୃଦ୍ଧାଙ୍କ ପାଇଁ ବେଗୁନିଆ ଅଞ୍ଚଳରେ ଏକ ବୃଦ୍ଧାଶ୍ରମ ନିର୍ମାଣ କରିଛନ୍ତି, ଯାହାକୁ ନେଇ ବେଗୁନିଆରେ ନିର୍ମାଣ ହୋଇଥିବା ବୃଦ୍ଧାଶ୍ରମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ବେଗୁନିଆ ତହସିଲଦାର, ବେଗୁନିଆ ଥାନା ଅଧିକାରୀ ଓ ସମାଜସେବୀ ମାନସ ବେହେରା ଯୋଗଦେଇ ଏହା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି କହିଥିଲେ। ବହୁ ଦିନରୁ ସଂକଳ୍ପ କରିଥିଲି ଯେ ମାନବ ସେବା ହିଁ ମାଧବ ସେବା। ରାସ୍ତା କଡ଼ରେ ଅବହେଳିତ ହୋଇ ଯେଉଁ ମଣିଷର କେହି ବି ନାହାନ୍ତି ତାଙ୍କୁ ଯଦି ମୁଁ ଦେଖେ କିମ୍ବା ଖବର ପାଏ, ତାଙ୍କୁ ମୁଁ ମୋ ନିଜ ଘରକୁ ଅଟୋ କରି ଆଣିବି ଏବଂ ତାଙ୍କୁ ମୋର ବାପା ମାଙ୍କ ଭଳି, ମୁଁ ଯେମିତି ବାପା ମାଙ୍କର ସେବା ନିଜେ କରିଛି, ମୋର 3ଟି ଭାଇ ଥିଲେ ମଧ୍ୟ ମୁଁ ଯେହେତୁ ଅବିବାହିତ ଥିଲି, ମୋ ନିଜ ବାପା ମାଙ୍କର ସେବା ମୁଁ କରିଛି। ମୁଁ ଜାଣିଛି ଯେ ମଣିଷ ଖାଲି ହାତରେ ଆସିଛି, ଖାଲି ହାତରେ ଯିବ। ମୁଁ ତ କିଛି ନେବିନି ନା, କିନ୍ତୁ ଯାହା ନେବି ସେଇଟା ହେଉଛି ସମସ୍ତଙ୍କର ଭଲ ପାଇବା। ତେଣୁ ଦବାରେ ଯେତେ ଆନନ୍ଦ ଅଛି ପାଇବାରେ ନାହିଁ। ତ୍ୟାଗ ହେଉଛି ମଣିଷର ବହୁତ ବଡ଼ ଧର୍ମ। ସେଇଟା ହେଉଛି ସତ୍ୟ ଧର୍ମ ପଥ ହେଉଛି ତ୍ୟାଗ। ମୁଁ ସେଇ ତ୍ୟାଗ ପଥକୁ ଆପଣେଇ ନେଇଛି। ସେଇଥିପାଇଁ ମୁଁ ଏଇ ଭରସା ଚାରିଟେବୁଲ ଟ୍ରଷ୍ଟଟିକୁ ଦୀର୍ଘ 20 ବର୍ଷ ପାଖାପାଖି ହେବ ମୋର ଗୋଟେ ଥିଲା ଇଚ୍ଛା, ଅଭିଳାଷ। ମୋର ବଡ଼ ଭାଇ ଏବଂ ମୋର ସାନ ଭାଇ ଭାଗିରଥୀ ପରିଡ଼ା, ଜଗଦୀଶ ଚନ୍ଦ୍ର ପାତ୍ର, ଏମିତି ମୋର ସହଯୋଗୀ ଭାଇମାନେ ମୋତେ ସହଯୋଗ କଲେ। ବିଶେଷ କରି ଭାଗିରଥୀ ପରିଡ଼ା ମୋର ବଡ଼ ଭାଇ ମୋତେ ଉତ୍ସାହ ପ୍ରେରଣା ଦେଲେ ଯେ ଝିଅ, ମୁଁ ନିଶ୍ଚିତ ଭାବରେ ତୋ ପାଖରେ ରହିଛି, ଏ କାମ ନିଶ୍ଚିତ ଭାବରେ ଆମେ ଆଗକୁ ନେବା। ସମାଜକୁ ମୁଁ ଏଇ ବାର୍ତ୍ତା ଦେବାକୁ ଚାହେଁ ଯେ ଗର୍ଭଧାରୀ ମା ବାପା କେତେ କଷ୍ଟ କରି ଦୁଃଖ କଷ୍ଟ ସହି ତା ପିଲାକୁ ମଣିଷ କରେ, କିନ୍ତୁ ବିବାହ ହେଇସାରିଲା ପରେ ସେ ପୁଅ ବଦଳିଯାଏ। ପ୍ରାୟତଃ ବହୁତ ସଂଖ୍ୟାରେ ବହୁତ କମ୍ ପୁଅ ଅଛନ୍ତି ଯେ ବାପା ମାଙ୍କ କଥା ବୁଝନ୍ତି। ବହୁତ ଅଧିକ ସଂଖ୍ୟାରେ ପୁଅମାନେ ମା ବାପାଙ୍କ କଥା କରନ୍ତି ନାହିଁ, ରାସ୍ତା କଡ଼ରେ ବି ଫୋପାଡ଼ି ଦେଇ ଆସୁଛନ୍ତି। ତେଣୁ ସମାଜକୁ ବାର୍ତ୍ତା ବୃଦ୍ଧାଶ୍ରମର ଆବଶ୍ୟକତା କାହିଁକି, ମୋର ଅନେକ କବିତାରେ ମଧ୍ୟ ମୁଁ ଲେଖିଛି, ଲେଖାରେ ଆବଶ୍ୟକତା ବୃଦ୍ଧାଶ୍ରମର ପଡ଼ନ୍ତା ନାହିଁ, କିନ୍ତୁ ଯେତେ ମଣିଷ ଯେତେ ଶିକ୍ଷିତ ହେଉଛି, ଯେତେ ଆଗକୁ ବଢ଼ୁଛି, ଯେତେ ଧନଶାଳୀ ବି ହେଉଛି, ତାର ବାପା ମାଙ୍କ ପ୍ରତି ତାଙ୍କର ଦରଦ ଭଲ ପାଇବା ସେତିକି କମୁଛି। ସମାଜକୁ ହେ ଶିକ୍ଷିତ ସମାଜ, ତୁମେ ବାପା ମାଙ୍କୁ ତୁମେ ଅବହେଳା କର ନାହିଁ, ରାସ୍ତା କଡ଼ରେ ଫୋପାଡ଼ି ଦିଅ ନାହିଁ। ତୁମେ ନିଶ୍ଚିତ ଭାବରେ ଦଣ୍ଡିତ ହେବ ଈଶ୍ୱରଙ୍କ ଦ୍ୱାରରେ। ତେଣୁ ଯେଉଁମାନଙ୍କର କେହି ବି ନାହାନ୍ତି ତାକୁ ଆପଣେଇ ଆଣି ପାଖରେ ବାପା ମାଙ୍କ ଭଳି ସେବା କରିବାକୁ ମୁଁ ବଡ଼ ବ୍ରତ ଧର୍ମ ଭଳି ଗ୍ରହଣ କରିଅଛି। ନିଜେ ବି ସେ ତାଙ୍କର ସିନିୟର ସିଟିଜେନ୍ ହେଲେ ବି ତାଙ୍କର ଏଇ ପ୍ରଚେଷ୍ଟାରେ ଆଜି এই অনুষ্ঠানটি ଗଢ଼ି ଉଠିଛି। ଭରସା ଚାରିଟେବଲ ଟ୍ରଷ୍ଟ ନାଁଟି ଯେମିତି ଏବଂ এই ଅଞ୍ଚଳକୁ ସେଇଭଳି ସେ ପୃଷ୍ଠଭୂମି ଦେଇଛନ୍ତି। ସମସ୍ତେ ଆମ ବେଗୁନିଆ ଅଞ୍ଚଳ ପାଇଁ ଏକ ଗର୍ବ ଏବଂ ଖୁସିର ଦିନ। ଯାହା ହେଉ, ଯେଉଁ ଜରାଶ୍ରମକୁ ଆମେ ଭାବୁଛେ ଯେ ଏଠିକି ଆମର କେହି ନ ଆସନ୍ତୁ, ନିଜ ଘରେ ସୁସ୍ଥ ଏବଂ ଭଲ ବାତାବରଣରେ ରୁହନ୍ତୁ, ସେହି ଅବହେଳିତ ଲୋକଙ୍କ ପାଇଁ ଆଜି ନିଆରା ମଣିଷଟିଏ ଆଜି ତାଙ୍କର ନିଜର ପ୍ରଚେଷ୍ଟାରେ ଗୋଟେ ଅନୁଷ୍ଠାନ କରିଛନ୍ତି। ପ୍ରଥମତଃ ତାଙ୍କୁ ଆମ ଅଞ୍ଚଳ ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ତାଙ୍କର ଆଗାମୀ ଦିନ କେମିତି এই ଅନୁଷ୍ଠାନ ପ୍ରତି ସୁଚର୍ଚ୍ଚିତ ହୋଇ ଏକୁ ଆଗେଇ ନେବେ, ସେଥିପାଇଁ ଧନ୍ୟବାଦ। ତେବେ କିପରି ଭାବେ ନିରୀହ ଅସହାୟ ବୃଦ୍ଧ ବୃଦ୍ଧା ଏଠାରେ ରହି ସେବା ପାଇପାରିବେ, ସେ ନେଇ ମଧ୍ୟ ପ୍ରସ୍ତୁତ ଥିବା ସମାଜସେବୀ ପ୍ରତିମା ପ୍ରଧାନ କହିଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଏମ୍ ଓଡ଼ିଆ।